পুଅ ଶୋଇକି ଉଠିବ ତା ବାପା ବି କାଲି ଲେଟ୍ ରାତିରେ ଘରକୁ ଫେରିଲେ ଉଠିଲେ ବହୁତ ବିରକ୍ତ ହେବେ ମୋ ଉପରେ କାହିଁକି ଏତେ ବଡ଼ ତାମାନେ ଆପଣଙ୍କର ପୁଅ ଅଛି ସ୍ୱାମୀ ବି ଅଛି ସମସ୍ତେ ଅଛନ୍ତି ଏମାନେ କୋଉ ଦୁନିଆରୁ ଆଇଲେ କୋଉ ଦୁନିଆରେ କଣ ତା ବାପା ବେଙ୍ଗଲୋର ଥିଲେ କାଲି ରାତିରେ ଫେରିଲେ ପୁଅ ତ ଘରେ ଥିଲା ମ୍ୟାଡାମ ଆଜ୍ଞା ତାମାନେ ତମେ କାଢି ସାରିଛ ହଁ ମୁଁ କାଲି ସାରିଛି ତମର ଅସୁବିଧା କଣ ହେଲା ଆମର ଅସୁବିଧା କିଛି ହେଲା ନାହିଁ ଆଉ ତମର ଯୋଉ ଖାଟ ସେ ଛୁଆଟା ତ ଜନ୍ମ ହେଲା ବେଳେ 25-30 କିଲୋ ହେଇଥିବ ଭଗବାନ 20-25 କିଲୋ କାହାର ହେଲାନି ନା ମୋର ହବ ହଉ ତମ କହିବା କଥାକୁ ମୋର 35 କିଲୋ ହେଇଥିଲା ଅସୁବିଧା କଣ ହେଲା ଏ ଅଲଜ୍ୟା ବଡ 35 କିଲିଆ ରାସ୍ତାକୁ ଦଖଲ କରିବାକୁ ତୁ ବେଲଜ୍ୟା ଲୋକ ତମେ କୁଆଡେ ଆସିଲ ବେଲଜ୍ୟା ଲୋକ ତମର ବୟସ କେତେ ହେଲାଣି ଦେଖିପାରୁଛ ତାପରେ ବି ତମର ଏତେ ନାଳୁଆ ତମେ ଛି ତମ ଭଳି ଅଲଜ୍ୟା ବେଲଜ୍ୟା ଲୋକ ଏ ସଂସାରରେ କୋଉଠି ନଥିବେ ସେଇଥିପାଇଁ ତମେ ଦି ଜଣ ଯାକ ଦୋକାନ ମାଡ ଖାଇଲ ଅଭଦ୍ର ଲୋକ ବାବା ବାବା ତମେ କହୁଛେ ଆରେ ମୁଁ ଏଇଠି ଆସ ବାବା ଚଉଡ଼ା ତ ଠିକ ଅଛି ଦେଖିଲା ତମେ ଏଠି ମୁଁ ତମ ଘର ଚାରିଆଡେ ଖୋଜୁଛି କାହିଁକି ବୁଝିଗଲ ଏମାନେ ସବୁ କିଏ ଏମାନେ ଇଏ ପୁଣି କୋଉ ବାପା ତମର ଓହୋ ମୋ ଜନ୍ମ କଲେ ବାପା ସିନା ମରିଯାଇଛନ୍ତି ହେଲେ ମୋ ଧରମ ବାପା ପରା ଅଛନ୍ତି ସିଏ ମୋ ଧରମ ବାପା ଇଏ ଧରମ ବାପା ହଁ ବାପା ଏଇଠି ପାଲି ତାକୁ ଦେଇ କର ମୁଁ ଏଠି କଣ କରୁଛ ମୋ ଜୟ ଇଏ ଭାଇ ଭାଇ କଣ ଦେଖୁଛ କଣ ଛାଞ୍ଚ କିଛି ମିଶୁନି ଛାତ ମିଶିବନି କାହିଁକି ମିଶିବନି ନା ସିଏ ପରା ମୋ ଧରମ ଭାଇ ଛାତ କୋଉଠି ମିଶିବ ଇଏ ବି ଧରମ ଭାଇ ହଁ ମାନେ ମୋ ଶଳା ଧର୍ମଶାଳା ଧରମଶଳା ଭାଇ ଯାଉ ମୁଁ ମାନେ ଖୁସିରେ କିଛି କହିପାରୁନି ମୁଁ ପାଖକୁ ଯାଏ ଯାଉ ନା ଟିକେ ବଡି ଲିଙ୍ଗନ କରିଦେବା ଖୁସିରେ କହିବା ନା ଭାଇ କଣ କିଛି ଜଣା ପଡୁନି ଏ ସ୍କିନଟା ସେଇଆ ରେ ଭାଇ ଗୋଟେ କଥା କଣ ଖରା ହେବେନି ନା ଭାବିବାର କଣ ଅଛି ଏ ଯୋଉ ଧରମ ଭାଇ ହେଲ କେବେଠୁ ଆକ୍ଚୁଆଲି ଘଟଣା କଣ କି ହଳଦୀ ପତା ବାହା